ସାଙ୍ଗମାନେ ଜୟ ଜଗନ୍ନାଥ। ଆଜି ହେଉଛି ମାତୃ ଦିବସ, ମାନେ ମାଆଙ୍କର। ଜାଣିଛନ୍ତି ନା, ମାଆ ଠାରୁ ଦୁନିଆରେ କେହି ବି ବଡ଼। ଆଉ ଯଦି ଆମ ପାଖରେ ମାଆ ଅଛି ନା, ଆମର କାହାକୁ ଡରିବାର ନାହିଁ ମାରିବଲା। ତେଣୁ ଆପଣମାନଙ୍କୁ ଦୟାକରି ଅନୁରୋଧ କରୁଛି, କେବେ ମାଆଙ୍କ ଆଖିରେ କେବେ ଲୁହ ଦେବେନି, ଆଉ ମାଆଙ୍କୁ କେବେ ବି କଷ୍ଟ ଦିଅନ୍ତିନି। କାହିଁକି ନା ମାଆ ପରି କିଏ ବି ନାହିଁ। ଆଉ ଆମେ ମାଆଙ୍କ ଜାଗା ତ କେହି ନେଇପାରିବେନି। ଆମେ ମାଆକୁ ତ କେବେ ବି ଇଏ କରିପାରିବାନି, ଯେତେ କଲେ ବି ତାର କମ୍ ପଡ଼ିବ। ତେଣୁ ଆପଣମାନଙ୍କୁ ଦୟାକରି କହୁଛି, ମାଆକୁ କେବେ ବି ହତାଦର କରନ୍ତୁନି କି ମାଆ ଆଖିରେ କେବେ ବି ଲୁହ ଦିଅନ୍ତୁନି। ଆଉ ମାଆ ଆଖିରେ ଯଦି ଆପଣ ଲୁହ ଦେବେ ନା, ଆପଣ କେବେ ବି ଖୁସିରେ ରହିପାରିବେନି। ଦେଖନ୍ତୁ ନା, ଆମେ ବାହାରେ ଅଛେ କିନ୍ତୁ ମାଆକୁ କେବେ ଦେଖିପାରୁନେ, ହେଲେ କ'ଣ ହେଲା, ସିଏ କିନ୍ତୁ ସବୁବେଳେ ଆମ କଥା ମନେ ପକେଇକିନା କାନ୍ଦୁଛି। ମୋ ନିଜ ବୋଉ କଥା କହୁଛି, ସିଏ ମାନେ ମୁଁ 2 ବର୍ଷ ହେଲା ଗାଁକୁ ଯାଇନି, କିନ୍ତୁ ସିଏ ମୋତେ ମନେ ପକେଇକି ସବୁବେଳେ କାନ୍ଦୁଛି, ଆସେ ଆସେ ବୋଲି କହୁଛି। କିନ୍ତୁ ମୁଁ ତ ଯାଇପାରିନି ନା, ହେଲେ କ'ଣ ହେଲା, ଆମେ ବାହାରେ ରହିଲେ ବି ଆମେ ତା କଥା ଆମର ସବୁବେଳେ ମନେ ପଡ଼ୁଛି ବାରି। ହେଲେ କ'ଣ କରିବା, ଆମେ ତ ଝିଅ ଜନ୍ମ ପାଇଛେ ପର ଘରକୁ। ତେଣୁ ଆପଣମାନଙ୍କୁ କେବେ ବି ମାଆ ଆଖିରେ କେବେ ବି ଲୁହ ଦିଅନ୍ତୁନି। ଆଉ ମାଆକୁ ଏତେ ଭଲ ପାଇବା ଦିଅନ୍ତୁ ନା, ଦୁନିଆର ସବୁ କିଛି ଦରକାର ନାହିଁ ମାଆ ଠାରୁ। ଯଦି ମାଆ ଆପଣଙ୍କ ପାଖରେ ଅଛି ନା, ଜୀବନରେ କିଛି ନେଇ ବାହାରିଗଲାନି। କିନ୍ତୁ ମାଆ ପାଖକୁ ଦେଖିପାରୁନି କି ମୋ ବୋଉ ପାଖକୁ ଯାଇପାରୁନି, କିନ୍ତୁ ବହୁତ କଷ୍ଟ ଲାଗୁଛି ଯେ ମାଆକୁ ଦେଖିବାକୁ ଯାଇପାରୁନି, କି ମାଆ ପାଖକୁ ବି ଆମେ ଯାଇପାରୁନୁ, ବହୁତ ପାଟିରେ ଅଛୁ। ତେଣୁ କେବେ ବି ମାଆ ଆଖିରେ କେବେ ବି ଲୁହ ଦିଅନ୍ତୁନି। ମାଆକୁ ସବୁବେଳେ ଖୁସିରେ ରଖନ୍ତୁ, ଆଉ ଆପଣମାନେ ବହୁତ ଖୁସିରେ ରହିବେ। ରହିଲି, ଜୟ ଜଗନ୍ନାଥ।